ଭଲ ହେଲା ଆପଣ ଠିକ ସମୟରେ ଆସି ଯାଇଛନ୍ତି। ଆପଣଙ୍କର ଚିକିତ୍ସା ହେଇଯିବ, କିନ୍ତୁ ଆପଣଙ୍କୁ ଏତେ ଡେରି କରିବା ଉଚିତ ନଥିଲା। ଆଜ୍ଞା ଡାକ୍ତର ବାବୁ। ଆପଣ ତାଙ୍କୁ ବୁଝାନ୍ତୁ। ମୁଁ କେବେଠାରୁ କହି ଚାଲିଛି କି ଡାକ୍ତର ବାବୁଙ୍କ ପାଖକୁ ଯିବା ଚାଲ, ସେ ତୁମର ଚିକିତ୍ସା କରିଦେବେ, କିନ୍ତୁ ମୋ କଥା ଶୁଣିଲେ ନାହିଁ। ମୁଁ ବୁଝିଛି କି ଏହି ରୋଗ ଏମିତି ଯେ ସେ ଲାଜେଇ ଗଲେ, କିନ୍ତୁ ଆପଣ କୁହନ୍ତୁ, ରୋଗରେ ପୁଣି ଲାଜ କଣ? ରୋଗ ହେଇଛି, ଚିକିତ୍ସା କରିବାକୁ ହେବ। ବିଲକୁଲ ଠିକ କହିଲ ଭଉଣୀ। ହାଇଡ୍ରୋସିଲ ଭଳି ରୋଗକୁ କିଛି ଲୋକ ଲୁଚେଇବାକୁ ଚେଷ୍ଟା କରନ୍ତି, ଯାହା କରିବା କଥା ନୁହଁ। କେତେକ ତ ନିଜ ଡାକ୍ତରଙ୍କୁ ବି କୁହନ୍ତି ନାହିଁ। ଏହା ବହୁତ ବିପଜ୍ଜନକ କଥା। ଏହା ଦ୍ୱାରା ରୋଗୀକୁ ବହୁତ କ୍ଷତି ହୋଇଥାଏ, ତାଙ୍କର ଅବସ୍ଥା ଆହୁରି ଖରାପ ହେଇଯାଏ। ମୁଁ ଆପଣଙ୍କ କଥା ବୁଝିଗଲି ଡାକ୍ତର ବାବୁ, କିନ୍ତୁ ଏ ହାଇଡ୍ରୋସିଲ କଣ? ଫାଇଲେରିଆ ମାନେ ଗୋଦରା ଗୋଡ଼ ବିଷୟରେ ତ ଆପଣ ଜାଣିଥିବେ। ଆଜ୍ଞା ଡାକ୍ତର ବାବୁ। ହାଇଡ୍ରୋସିଲ ମଧ୍ୟ ଫାଇଲେରିଆର ଏକ ରୂପ। ଗୋଦରା ଗୋଡ଼ ଭଳି ହାଇଡ୍ରୋସିଲ ବି ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। କିନ୍ତୁ ମୁଁ ତ ଶୁଣିଥିଲି କି ଯେଉଁ ଲୋକମାନେ ଅଧିକ ସାଇକେଲ ଚଲାନ୍ତି ବା ରିକ୍ସା ଚଲାନ୍ତି ବା କଠିନ ପରିଶ୍ରମ କରନ୍ତି ତାଙ୍କୁ ଏହି ରୋଗ ହୋଇଥାଏ। ବିଲକୁଲ ଭୁଲ କଥା। ଫାଇଲେରିଆ ମଶା କାହାରିକୁ ବି କାମୁଡ଼ିପାରେ। ସମାଜର ସବୁ ବର୍ଗର ପୁରୁଷଙ୍କୁ ଏହି ରୋଗର ବିପଦ ଥାଏ, ବିଶେଷ କରି ଯିଏ ଫାଇଲେରିଆ ପ୍ରଭାବିତ ଅଞ୍ଚଳରେ ରୁହନ୍ତି। ହାଇଡ୍ରୋସିଲ ପୁରୁଷମାନଙ୍କର ଗୁପ୍ତ ଅଙ୍ଗକୁ ପ୍ରଭାବିତ କରେ। ଏଥିରେ ଏକ ମାଟିଆ ରଙ୍ଗର ପଦାର୍ଥ ଜମା ହୋଇଯାଏ, ଯାହାଦ୍ୱାରା ଅଣ୍ଡକୋଷରେ ଫୁଲା ଆସିଯାଏ। ଏଥିରେ ରୋଗୀକୁ କେବଳ ଶାରୀରିକ ନୁହେଁ, ମାନସିକ ଯନ୍ତ୍ରଣା ବି ସହିବାକୁ ପଡ଼ିଥାଏ, କାରଣ ତାଙ୍କର ପ୍ରଜନନ କ୍ଷମତା, କାମ କରିବାର କ୍ଷମତା ଏବଂ ତାଙ୍କ ରୋଜଗାର ବି ପ୍ରଭାବିତ ହୋଇଥାଏ। ଚିନ୍ତା କରନ୍ତୁ ନାହିଁ, ଗୋଟିଏ ଛୋଟ ସର୍ଜରୀ ଦ୍ୱାରା ଏହାର ଉପଚାର କରାଯାଏ। ଆଉ ଏହି ସୁବିଧା ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳେ। ଯଦି ଆପଣଙ୍କୁ କୌଣସି ଏମିତି ଲକ୍ଷଣ ଦେଖାଯାଏ, ତେବେ ଡାକ୍ତରଙ୍କ ପାଖକୁ ଯିବାରେ ବିଳମ୍ବ କରନ୍ତୁ ନାହିଁ। ହାଇଡ୍ରୋସିଲ ଏବଂ ଗୋଦରା ଗୋଡ଼ରୁ ରକ୍ଷା ପାଇବା ଅତ୍ୟନ୍ତ ସହଜ। ବର୍ଷକୁ ଥରେ ଫାଇଲେରିଆରୁ ବଞ୍ଚିବା ଔଷଧ ସ୍ୱାସ୍ଥ୍ୟକର୍ମୀଙ୍କ ଆଗରେ ହିଁ ଖାଇବେ। ଏହାକୁ ପ୍ରତିବର୍ଷ ଥରେ ଖାଇବା ଫଳରେ ଫାଇଲେରିଆରୁ ରକ୍ଷା ମିଳିପାରିବ। ଏ ଔଷଧ ସରକାରଙ୍କ ଦ୍ୱାରା ମାଗଣାରେ ଉପଲବ୍ଧ କରାଯାଏ। ଫାଇଲେରିଆର ରୋଗ ଅଟକେଇବା ପାଇଁ ମଶାରୀର ବ୍ୟବହାର କରନ୍ତୁ। ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ ଏବଂ MDA ସମୟରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ନିଃଶୁଳ୍କ ଔଷଧ ଫାଇଲେରିଆରୁ ରକ୍ଷା କରିପାରିବ। ମନେ ରଖନ୍ତୁ, ଫାଇଲେରିଆର એકમાત્ર ଉପଚାର ହେଉଛି ଏହାକୁ ହେବାକୁ ଦେବା ନାହିଁ। ମିଶିକି ରୋକିବା ଫାଇଲେରିଆ।